ମୋ ନାଁ ଶରତ, ବୟସ 41 ବର୍ଷ। ମୁଁ 10 ମାସ ପୂର୍ବରୁ ହେୟାର ଟ୍ରାନ୍ସପ୍ଲାଣ୍ଟ କରିଥିଲି DNA ସ୍କିନ୍ ଆଣ୍ଡ ହେୟାର ସାଇନ୍ସରେ। ଶରତ ବାବୁ, ଆଜ୍ଞା। ଆପଣ କାହିଁକି ହେୟାର ଟ୍ରାନ୍ସପ୍ଲାଣ୍ଟେସନ କଥା ଭାବିଲେ ଏବଂ କାହିଁକି DNA କଥା ଭାବିଲେ? ଏତେ କମ୍ ବୟସରୁ ଚୁଟି ଝଡ଼ିବା ଆରମ୍ଭ ହେଇଯାଇଥିଲା, ତ ମୋର କନଫିଡେନ୍ସ ବି ଧୀରେ ଧୀରେ କମିବା ଆରମ୍ଭ ହେଇଯାଇଥିଲା। ମୋର ଏପିୟରାନ୍ସରେ ବି ମାନେ ଟିକେ ଓଲ୍ଡ ଲୁକ୍ ଆସୁଥିଲା, ସେଥିପାଇଁ ମୁଁ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବା କଥା ଚିନ୍ତା କରିଥିଲି। ଏବଂ DNA କାହିଁକି, ତା ପୂର୍ବରୁ ମୁଁ ବହୁତ ଗୁଡ଼ିଏ କ୍ଲିନିକକୁ ଯାଇଥିଲି, ଯେଉଁଥିରେ କି ମାନେ ଡିସ୍କସନ୍ କଲା ପରେ ମୋର ଏତେ କନଫିଡେନ୍ସ ଆସିଲାନି। ସେମାନେ ଯେଉଁ ପ୍ରୋସେସ୍ ସବୁ କହୁଥିଲେ, କିନ୍ତୁ ଡକ୍ଟର ଦିଲ୍ଲୀପ କୁମାର ବେହେରାଙ୍କ ସହିତ କଥା ହେଲା ପରେ ମୋର କନଫିଡେନ୍ସ ଆସିଲା ଆଉ ମୁଁ ହେୟାର ଟ୍ରାନ୍ସପ୍ଲାଣ୍ଟ ପାଇଁ ରାଜି। ତ ଶରତ ବାବୁ, ଆମକୁ କୁହନ୍ତୁ ଯେ ଟ୍ରାନ୍ସପ୍ଲାଣ୍ଟେସନ ପୂର୍ବରୁ ଆଉ ପରେ ଆପଣଙ୍କ ମନରେ କେଉଁ ସବୁ ପ୍ରିଅକୁପେସନ୍ସ, କେଉଁ ସବୁ ଭୟ, କେଉଁ ସବୁ ଭ୍ରାନ୍ତ ଧାରଣା ସବୁ ଥିଲା? ଯେମିତିକି ଆଗରୁ ଶୁଣିଛି କି ହେୟାର ଟ୍ରାନ୍ସପ୍ଲାଣ୍ଟଟା ଟିକେ ରିସ୍କି, ଆଉ ମାନେ ବେଳେବେଳେ ଏହାର ଲାଇଫ୍ ଉପରେ ବି ମାନେ ପ୍ରଭାବ ପଡ଼ିପାରେ, ତ ସେଇ ଭୟଟା ଥିଲା ମୋର। କିନ୍ତୁ ଡକ୍ଟର ଦିଲ୍ଲୀପ କୁମାର ବେହେରାଙ୍କ ସହିତ କଥା ହେଲା ପରେ ସେ ଯେଉଁ ପ୍ରୋସେସ୍ ଯେତେ ଇଜିଲି ମାନେ ମୋତେ ମୋ ସହିତ ଡିସ୍କସନ୍ କଲେ, ତ ମୋତେ ଲାଗିଲା କି ଏଇଟା କିଛି ବଡ଼ ଜିନିଷ ନୁହଁ, ଆଉ ଏଥିରେ ଭୟ କରିବାର କିଛି ନାହିଁ, ଆଉ ଯେଉଁ ଛୋଟ ମୋଟ ପ୍ରୋବ୍ଲେମ୍ ବି ହେବ ସେଇଟା ମ୍ୟାନେଜେବୁଲ୍ ବୋଲିକି ସେ ମୋତେ କହିଥିଲେ। ତ ମୋର କନଫିଡେନ୍ସ ବି ବୁଷ୍ଟ ହେଲା ଆଉ ମୁଁ ହେୟାର ଟ୍ରାନ୍ସପ୍ଲାଣ୍ଟ ପାଇଁ ରାଜି। ତ ଆପଣଙ୍କର ଟ୍ରାନ୍ସପ୍ଲାଣ୍ଟେସନ ଏବେ 10 ମନ୍ଥ ହେଇଗଲାଣି। ଅଲମୋଷ୍ଟ ଆପଣଙ୍କର ଯାହା ରେଜଲ୍ଟ ଆସିବା କଥା ପ୍ରାୟ ଆସିଗଲାଣି, ସ୍କାଲ୍ପ ବି କଭର ହେଇଗଲାଣି, କାହିଁକିନା ଆପଣଙ୍କର ଆଡ଼ଭାନ୍ସ ଗ୍ରେଡ୍ ହେୟାର ଲସ୍ ଥିଲା। ତ ମୋର ଦେନ୍ 4500ରୁ ଏଭଭ୍ ଚୁଟି ଆପଣଙ୍କୁ ଲାଗିଛି। ତ ଏଇସବୁ ଯେଉଁ ଟ୍ରାନ୍ସଫର୍ମେସନ୍ ଯାହା ବି ହେଲା ଆପଣଙ୍କର, ତ କିଛି ଆପଣଙ୍କୁ ସୋସିଆଲି କିଛି ଇମ୍ପାକ୍ଟ ପକେଇଛି, କିଛି ଆପଣଙ୍କୁ ସେମିତି ଫିଲ୍ ହେଇଛି, ଆପଣଙ୍କୁ ଟିକେ ଭଲ ଲାଗିଛି କିଛି ବି ସେମିତି? ନିହାତି ଭାବରେ ଭଲ ଲାଗିଛି, କାରଣ ଆଗରୁ ଯେଉଁ ମୋର ଏପିୟରାନ୍ସ ଥିଲା କି କୌଣସି ଗେଟ୍ ଟୁଗେଦରକୁ ଯିବା ପୂର୍ବରୁ ମୋର ଗୋଟେ ମାନେ କିଏ କ'ଣ କହିବ ବୋଲି ଯେଉଁ ଭୟ ଥିଲା, ସେଇଟା ଏବେ ନାହିଁ। ଏବେ ସାଙ୍ଗମାନେ ବି କହୁଛନ୍ତି କି ଆରେ ତୁ କ'ଣ କରୁଛୁ, ତୋର ବୟସ ମାନେ 5-6 ବର୍ଷ କମିଗଲା ଭଳିଆ ଦେଖାଯାଉଛୁ। ଆଉ ଯେଉଁମାନେ ଆଗରୁ ନୋଟିସ୍ କରିଥିଲେ ମୋତେ ହେୟାର ମାନେ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ଆଉ ପରେ ଯେଉଁମାନେ ନୋଟିସ୍ କରିଛନ୍ତି, ସେମାନେ କହୁଛନ୍ତି କି ବହୁତ ବଡ଼ ମାନେ ଚେଞ୍ଜେସ୍ ହେଇଛି ତୋର ମାନେ ଏପିୟରାନ୍ସରେ ଆଉ ଲୁକ୍ରେ। ତ ଏଇ ଯେଉଁ କମ୍ପ୍ଲିମେଣ୍ଟଟା ଆମ ପାଇଁ ବହୁତ ବଡ଼ କଥା। ଯଦି ଆଉ କିଏ ଏମିତି ହେୟାର ଟ୍ରାନ୍ସପ୍ଲାଣ୍ଟେସନ ପାଇଁ ଦ୍ୱିଧାବୋଧ ରହୁଥିବେ କି କାହାର ସେମିତି କିଛି କନଫ୍ୟୁଜନ୍ ରହୁଥିବ, ସେମାନଙ୍କୁ ଆପଣ କ'ଣ କହିବା ପାଇଁ ଚାହିଁବେ? ଆଉ ଆମ ପାଇଁ, ଆମର DNA ସ୍କିନ୍ ଆଣ୍ଡ ହେୟାର ସାଇନ୍ସେସ୍ ପାଇଁ ଆପଣଙ୍କର ଫ୍ୟୁ ୱାର୍ଡସ୍ କିଛି କହିବେ ଆପଣ? ଓକେ, ସୋ DNA ସ୍କିନ୍ ଆଣ୍ଡ ହେୟାର ସାଇନ୍ସରେ ଯେଉଁମାନେ ବି ଅଛନ୍ତି, ଡକ୍ଟର ଦିଲ୍ଲୀପ କୁମାର ବେହେରା ଆଣ୍ଡ ହିଜ୍ ଟିମ୍, ଦେ ଆର୍ ଭେରି ପ୍ରଫେସନାଲ, ଆଉ ବହୁତ କେୟାରିଂ ଆଣ୍ଡ ଏମିତି ଏକ୍ସପର୍ଟିଜ୍ ଅଛି ଯେଉଁଥିରେ କି ମାନେ ଟ୍ରାନ୍ସପ୍ଲାଣ୍ଟ ଜର୍ଣ୍ଣିଟା ବହୁତ ସ୍ମୁଥ୍ ଥିଲା। ଆଉ ଥ୍ୟାଙ୍କସ୍ ଟୁ ଟିମ୍ DNA ସ୍କିନ୍ ଆଣ୍ଡ ହେୟାର, ଆଇ ଏମ୍ ରିଏଲି ଗ୍ରେଟଫୁଲ୍ ଟୁ DNA ସ୍କିନ୍ ଆଣ୍ଡ ହେୟାର ସାଇନ୍ସ। ଆଣ୍ଡ ଭବିଷ୍ୟତରେ କିଏ ମୋତେ ଯଦି ପଚାରିବ ବି ମୁଁ ନିହାତି ରେକମେଣ୍ଡ କରିବି ସେଇଠିକି ଯାଆନ୍ତୁ। ଆଉ ଆପଣଙ୍କର ଏଇଥିରେ ମାନେ ବହୁତ ସ୍ମୁଥଲି ହେଉଛି ଆଉ ପେନ୍ଲେସ୍, ଯେଉଁଟାକି ମୁଁ ଫିଲ୍ କରିଥିଲି। ଆଉ ମୁଁ ସେଇଟା ହିଁ ଲୋକଙ୍କୁ ସଜେଷ୍ଟ କରିବି କି ଏଇଟା ସେମିତି କିଛି ବଡ଼ ଜିନିଷ ନୁହଁ। ଆଉ ଆଜିକା ଟାଇମ୍ରେ ନୂଆ ନୂଆ ଟେକ୍ନୋଲୋଜି ଆସିଲାଣି, ତ ଏଇଥିରେ ବହୁତ ସେଫ୍ ହେୟାର ଟ୍ରାନ୍ସପ୍ଲାଣ୍ଟ। ଆଗ ଭଳି ଏମିତି କିଛି ଭୟ କରିବାର ନାହିଁ, ବହୁତ ସେଫ୍। ଆଉ ଯେଉଁଟା ବି ଛୋଟ ମୋଟ ପ୍ରୋବ୍ଲେମ୍ ହେବ, ଆପଣ କ୍ଲୋଜ୍ ମନିଟରିଂରେ ରହିବେ, ତ ସେଗୁଡ଼ା ଆପଣଙ୍କର ମାନେ ମ୍ୟାନେଜେବୁଲ୍ ହେଇପାରିବ, କିଛି ପ୍ରୋବ୍ଲେମ୍ ଅସୁବିଧାର ସମ୍ମୁଖୀନ ହେବେନି। ଶରତ ବାବୁ, ଆମେମାନେ ମଧ୍ୟ ବହୁତ ଖୁସି ଆପଣଙ୍କର ଯେଉଁ ଟ୍ରାନ୍ସଫର୍ମେସନ୍ ଆସିଛି, ଆପଣଙ୍କ ସାଇକୋଲୋଜିକାଲି ସୋସିଆଲି ଯାହା ବି ଆପଣଙ୍କ ଚେଞ୍ଜେସ୍ ଆସିଛି, ସେ ପାଇଁ ଆପଣ ଖୁସି ଅଛନ୍ତି। ଆମେମାନେ ସବୁବେଳେ ଚାହୁଁ ଆମର କ୍ଲାଏଣ୍ଟ, ଆମର ପେସେଣ୍ଟ ଖୁସି ରହିଲେ ଆମମାନଙ୍କର ଅଲ୍ଟିମେଟ୍ ସେଇଟା ହିଁ ଆମର ଜ୍ଞାନ। ତେଣୁ ରିଏଲି ଗ୍ରେଟଫୁଲ୍ ଆଣ୍ଡ ଥ୍ୟାଙ୍କଫୁଲ୍ ଟୁ ୟୁ।